ଭାରତବର୍ଷ ପୃଥିବୀର ସବୁଠାରୁ ସର୍ବଶ୍ରେଷ୍ଠ ଗଣତନ୍ତ୍ର ରାଷ୍ଟ୍ର। ସେ ଜାନୁଆରୀ 26ରେ ଆମର ସମ୍ବିଧାନ ପ୍ରଣେତା ଭାରତରତ୍ନ ଆମ୍ବେଦକରଙ୍କର ନେତୃତ୍ୱରେ ସମ୍ବିଧାନ ପ୍ରଣୟନ ହୁआ ଏବଂ ସେହି ଦିନଠାରୁ ଭାରତବର୍ଷ ଗୋଟେ ଗଣତାନ୍ତ୍ରିକ ସାର୍ବଭୌମ ରାଷ୍ଟ୍ର ଭାବରେ କାର୍ଯ୍ୟକ୍ରମ କରୁଛି ଏବଂ ଭାରତବର୍ଷ ପୃଥିବୀର ସବୁଠାରୁ ସର୍ବଶ୍ରେଷ୍ଠ ଗଣତନ୍ତ୍ର ରାଷ୍ଟ୍ର। ଆଜି ଦିନରେ ଆମେ ସବୁ ଅନୁଚିନ୍ତା କରିବା ଭାରତବର୍ଷ ଯେଉଁ ମହାନ ନେତୃତ୍ୱ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଯେଉଁ ସ୍ୱାଧୀନତା ହେଇଥିଲା ସେଥିରେ ସେମାନେ ଯେଉଁ ଆଶା କରୁଥିଲେ ଭାରତବର୍ଷ ଏକ ଏଭଳି ରାଷ୍ଟ୍ର ହେବ ସେଥିରେ ସମସ୍ତେ ଭଲରେ ରହିବେ ସୁଖରେ ରହିବେ ଦେଶ ଏକ ସମୃଦ୍ଧିଶାଳୀ ରାଷ୍ଟ୍ର ହେବ ବିଶ୍ୱର ସର୍ବଶ୍ରେଷ୍ଠ ରାଷ୍ଟ୍ର ହେବ। ଆଜି ଆମେ ଅନୁଚିନ୍ତା କରିବା ଆବଶ୍ୟକତା ଅଛି। ଆମେ କେତେ ଦୂର ଆଗେଇଛେ ଆଜି ଦିନ ହେବ ଆମ ସମସ୍ତଙ୍କର ଅନୁଚିନ୍ତା ଏବଂ ଆମେ ସମସ୍ତେ ଭାରତବର୍ଷକୁ ଏକ ଶ୍ରେଷ୍ଠ ରାଜ୍ୟ ଏବଂ ବିଶେଷ ଭାବରେ ଆମ ରାଜ୍ୟକୁ ଏକ ଭାରତବର୍ଷରେ ବିଶ୍ୱରେ ଏକ ଶ୍ରେଷ୍ଠ ରାଜ୍ୟ କରିବା ପାଇଁ ଯେଉଁ ପରିକଳ୍ପନା ମାନବ ମୁଖ୍ୟମନ୍ତ୍ରୀ କରିଛନ୍ତି ଆମେ ସମସ୍ତଙ୍କର ସହଯୋଗ ହେବା ଆବଶ୍ୟକତା ଏବଂ ଆମେ ଭାରତବର୍ଷକୁ ଆମ ରାଜ୍ୟକୁ ଏକ ବିକଶିତ ରାଜ୍ୟ ଭାବେ କରିବା ପାଇଁ ଆଜି ସମସ୍ତଙ୍କର ଅନୁଚିନ୍ତା ଆବଶ୍ୟକ।